ସେଦିନ 8 ତାରିଖ ଦିନ ଆସିଲା ଦିନ ଏଇ ଲୋକ ବର୍ତ୍ତମାନ ତାକୁ ଧରିକି ନେଇକି ଯାଉଥିଲେ ଭିତରକୁ। ତାର ଗୋଡ଼ ହାତ କିଛି ଚଳୁନଥିଲା, ତା ଗୋଡ଼ ହାତ କିଛି ଚଳୁନଥିଲା। ଇଏ କାନ୍ଦି କାନ୍ଦି ଆସିଲେ। ତାପରେ ସବୁ ସେବକ ମାନେ ତାକୁ ପଚାରିଲେ, କହିଲେ ପ୍ରଭୁ ଏଇଆ କ'ଣ ହେଇଛି କ'ଣ ନା, ମୋର ଏମିତି ତାର ପିଲାର ମୋ ଶରୀର ଅସୁସ୍ଥ ଅଛି, ଦେଖିଛି ପୁରା କୁମା ଦିନକା ପଡ଼ିଯାଇଛି, ଆଉ କିଛି ଚିନ୍ତା ମୋର ହଲଚଲ ବି ହଉନି। ଆମେ ସବୁ ସେବକ ମାନେ ମିଶିକିରି କହିଲୁ ତୁ ଆଉ କିଛି ଚିନ୍ତା କରନା, ଆଉ ତୁ ଚିନ୍ତା କରନା, ତୋ ମହାପ୍ରଭୁ ତୋର ସବୁ ଭଲ କରିଦେବେ, ତୋ ପିଲାର ସବୁ ଆରୋଗ୍ୟ ହେଇଯିବ। ସହସ୍ର ମୁଖରେ ଆଜ୍ଞା ହରି ସମସ୍ତେ ଏମିତି କହିଲେ। ଜଗନ୍ନାଥ ତା କଥା ଶୁଣିଲେ ଯାଇକି ଆଜ୍ଞା, କହିବୁନି ଆଜ୍ଞା, ଜଗନ୍ନାଥ କଥା ଶୁଣିଲେ, ନିଶ୍ଚୟ ଶୁଣିଲେ ଆଜ୍ଞା। ସିଏ ତ ଶୁଣିଲେ, ତ ମହାପ୍ରଭୁ ଶୁଣିଗଲେ, ତାଙ୍କ କାନରେ ପଇଲା। ସେଇଭଳିଆ ବଲ୍ଲଭ ଟାଇମ୍ ଆଜ୍ଞା, ମହାପ୍ରଭୁଙ୍କ ଠିକ୍ ଖାଇବା ଟାଇମ୍ରେ ତାଙ୍କ କାନରେ ପଇଲା। ତାଙ୍କ କାନରେ ପଇଲା ସେଇଭଳିଆ ସିଏ ଧରିକିରି ବର୍ତ୍ତମାନ ପତିତପାବନ ଗୁମୁଟକୁ ସିଏ ନେଇକି ଆଇଲାଣି ଭାରି। ଏଭଳିଆ ଆମେ ତାକୁ କହିଲୁ, କହିଲେ ବାବୁ ତୁ କାନ୍ଦେ ନା, କାହିଁ କାନ୍ଦୁଛୁ, ମହାପ୍ରଭୁ ତୋର ଶରୀର ତୋ ପିଲାର ଆରୋଗ୍ୟ କରିଦେବେ, ତୁ ଦିନେ ନା ଦିନେ ମହାପ୍ରଭୁ ସେ ପିଲାକୁ ଧରିକି ନେଇକିରି ଆସିବୁ। ଆଜି ଦେଖିଲା ବେଶୀ ମୁଁ ଭିତରୁ ଆସିଲା ଯେ ତା ପିଲାର ଗୋଡ଼ ହାତ ଚଳୁଛି, ପିଲା ହଲଚଲ ହଉଛି, ସବୁ କରିଦେଲା। ମହାପ୍ରଭୁ ଆମର ଚାଲତା ବୁଲତା ଠାକୁର ଆଜ୍ଞା, ସେ ଭକ୍ତି ଭାବ ଶୁଣନ୍ତି ଆଜ୍ଞା, ସେଭଳିଆ ପିଲାର ଶରୀର ଆରୋଗ୍ୟ କରିଦେଲେ।